ଅମରେନ୍ଦ୍ର ମହାନ୍ତି ଧାମନଗର ଓକିଲ ସଂଘ ଜଣେ ସଦସ୍ୟ। କଣ କହିବେ ଆଜି ଧାମନଗର ଦେୱାନୀ ଉପଚାର ଅଦାଲତ ଧାମନଗର ଆଜି ତାର 11ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏ ଅବସରରେ କଣ କହିବେ? 2014 ଫେବୃଆରୀ 22 ତାରିଖ ଦିନ ଧାମନଗରର ବିଚାର ଆରମ୍ଭ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ଓକିଲ ସଂଘର ଯେଉଁଭଳି ଭାବରେ ଅହରହ ପ୍ରୟାସ ରହିଥିଲା ରାଜ୍ୟ ସରକାରଙ୍କ ପାଖରେ ଉଚ୍ଚ ନ୍ୟାୟାଳୟ ପାଖରେ ଏ ସମ୍ମାନକୁ ଜଣାଇ ଓକିଲ ସଂଘ ଦାବିକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଧାମନଗରରେ ମଧ୍ୟ ଆଉ ଜଣେ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି ଗ୍ରାମ ନ୍ୟାୟାଧିକାରୀ ଭାବରେ। ଏବଂ ପୁନର୍ବାର ଧାମନଗର ଓକିଲ ସଂଘ ଯେହେତୁ ସାଧାରଣ ଲୋକଙ୍କର ଦାବିକୁ ରାଜ୍ୟ ସରକାରଙ୍କ ପାଖରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପାଖରେ ରଖୁଛି, ଧାମନଗରରେ ମଧ୍ୟ ସବଜଜ୍ କୋର୍ଟ ପ୍ରତିଷ୍ଠା ହେବାର ବହୁତ ଶୀଘ୍ର ସରକାର ମଧ୍ୟ ଘୋଷଣା କରିସାରିଛନ୍ତି, ଯାହା ଆମେ ପୂରଣ ହେବ। ଏବଂ ସବୁବେଳେ କୋର୍ଟ ବିଚାରାଳୟ ଖୋଲିଲେ ଓକିଲମାନଙ୍କର ବେଶୀଟା ଲାଭ ନଥାଏ, ଲାଭ ଥାଏ ସାଧାରଣ ଲୋକ ଯେତେ ନ୍ୟାୟ ପାଇଁ ବାରମ୍ବାର ଦୂର ଦୂରାନ୍ତକୁ ଯାଆନ୍ତି, ସେତେବେଳେ ନ୍ୟାୟଟା ଅତି ପାଖରେ ପହଞ୍ଚି ପାରିବ, ସେହା ହେଉଛି ଓକିଲମାନଙ୍କର ପ୍ରମୁଖ ଦାବି ରୁହେ। ତେଣୁ ପୁଣି ଥରେ ଧାମନଗର ତାର ଯେଉଁ 11 ବର୍ଷ ପୂର୍ତ୍ତି ପାଳନ କରୁଛି, ଏ 11 ବର୍ଷ ପୂର୍ତ୍ତି ଅବସରରେ ଧାମନଗର ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ ଓକିଲ ସଂଘ ପ୍ରତି ରହିଛି। ମୁଁ ଏ ବର୍ଷରେ ଏତିକି କହିବି, ଏଇଭଳି ମଧ୍ୟ ଧାମନଗର ଜନସାଧାରଣଙ୍କର ଅକୁଣ୍ଠ ସହଯୋଗ ସହାନୁଭୂତି ଏ ଓକିଲ ସଂଘ ପ୍ରତି ରହୁ। ସାଧାରଣ ଲୋକଙ୍କର ଦାବି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପାଖରେ ଏବଂ ହାଇକୋର୍ଟ ପାଖରେ ରହିଥାଉ। ଓକିଲ ହେଉଛନ୍ତି ସେହି ଲୋକ ଯିଏ ସାଧାରଣ ଲୋକଙ୍କର ଧନ ଜନ ମାନ ସମ୍ମାନ ଜୀବନ ସମସ୍ତଙ୍କୁ ସୁରକ୍ଷା ଦେଇଥାଏ। ଯେତେବେଳେ ଧନ ଜୀବନ ମାନ ସମ୍ମାନର ସୁରକ୍ଷାର କଥା ଉଠେ, ସେତେବେଳେ ଓକିଲମାନଙ୍କ ପାଖକୁ ହିଁ ସାଧାରଣ ଲୋକମାନେ ଟିକେ ଆସିଥାନ୍ତି। ତେଣୁ ଏଇ ଯେଉଁ ସମସ୍ୟାକୁ ନେଇ ଓକିଲମାନେ କିପରି ଏକ ସୁସ୍ଥ ସମାଜ ସୁସ୍ଥ ବାତାବରଣର ଏକ ସମାଜ ଗଠନ ହୋଇପାରିବ, ସେଥିପାଇଁ ଓକିଲମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। କେବଳ ଧାମନଗର ନୁହେଁ, ଯଦି ଆପଣ ଇତିହାସର ଅବଲୋକନ କରିବେ ତାହେଲେ ଇତିହାସର ଯଦି ଭାରତର ସ୍ୱାଧୀନତାର କଥା କୁହାହବ, ଓକିଲମାନଙ୍କର ଭୂମିକା ଯେପରି ଥିଲା ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ସମ୍ବିଧାନ ଗଠନ ପାଖରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଓକିଲମାନଙ୍କ ଭୂମିକା ସବୁବେଳେ ସର୍ବାଗ୍ରେ ରହିଛି। ପୁଣି ଥରେ ଆପଣମାନଙ୍କର ମଧ୍ୟ ଯେଉଁ ସହଯୋଗ ରହିଛି, ସେଥିପାଇଁ କୃତଜ୍ଞତା ଜ୍ଞାପନ କରୁଛି। ଧନ୍ୟବାଦ। ହାଇକୋର୍ଟରେ ମୁଁ ଓକିଲ ଅଛି। କଣ କହିବେ ଆଜି ଧାମନଗର ଓକିଲ ସଂଘ 11ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଧାମନଗରରେ, ଏ ବାବଦରେ କଣ କହିବେ? ଯେପରି ଅନେକ ସଂଘ ମୁଁ ମାଟି ଧାମନଗରରେ ଅଛି, ବଳିଷ୍ଠ ନାଗରିକ ମଞ୍ଚ, କାନ୍ତକବି ମଞ୍ଚ, ଏତେ ଗୋଟେ ରତ୍ନଗର୍ଭା ମାଟି, ଏଥିରେ ବହୁ ବୁଦ୍ଧିଜୀବୀ ଏବଂ ଧର୍ମଗାର ଏଟା ବୌଦ୍ଧ ଧର୍ମର ତୀର୍ଥକ୍ଷେତ୍ର ଥିଲା। ତାପରେ ଚୈତନ୍ୟ ମହାପ୍ରଭୁ ଏବଂ ମଧୁବାବୁ ଯେତେବେଳେ କଲିକତା ପାର ହେଲେ, ଆମର ଯିଏ ବାପ ଓକିଲ ଜାତିର ଏ ଚାନ୍ଦବାଲି ଦେଇକି ଯାଇଥିଲେ କଲିକତା, ତାପରେ ସେ ଖ୍ରୀଷ୍ଟଧର୍ମର ଦୀକ୍ଷିତ ହେଇ ଆଜି ଯେଉଁ ନୂତନ ଓଡ଼ିଶା ପ୍ରଦେଶ ଦେଶ ସ୍ୱାଧୀନ ପୂର୍ବରୁ ଆମେ 1936 ମସିହାରୁ ପାଇଛେ, ନିରନ୍ତର ତାଙ୍କରି ସେଇ ସଂଗ୍ରାମ ଏବଂ ସେତେବେଳକାର ବିଖଣ୍ଡିତ ଓଡ଼ିଆ ଜାତି ପାଇଁ ସେ ଆମର ଗର୍ବ ଗୌରବ। ତାଙ୍କର ଦାୟାଦ ହିସାବରେ ଆମେ ସବରିଷ୍ଟିଖାନା ଧାମନଗରରେ ବହୁ ଦଶନ୍ଧି ଧରି ହେଇଛି, ବ୍ଲକ ହେଇଛି, କିନ୍ତୁ ଏଠି ହାତପାନ୍ତାରେ ଜନସାଧାରଣ ବନ୍ୟା ଏବଂ ଅନୁନ୍ନତ ଅଞ୍ଚଳରେ ନ୍ୟାୟ ପାଇବା ପାଇଁ ଭଦ୍ରକ ଯିବାକୁ ପଡ଼ୁଥିଲା। 2014 ମସିହାରୁ ଏଠାରେ ନ୍ୟାୟାଳୟ ପ୍ରତିଷ୍ଠା ହେଲା। ଗୋଟେ ସେଠି ଆମର ବ୍ଲକ ଅଫିସ ପାଖରେ, ତାପରେ ଅନୁଦାନ ହେଇ ଏଠାରେ ଆମର ଏଇ ବିଶାଳ ନୂତନର ଭବ୍ୟ ଏଇ ଯେଉଁ ଭବନ ହେଇଛି, 2 ଜଣ ଏଠି ବିଚାରପତି ଅଛନ୍ତି, JMFC ଗ୍ରାମ ନ୍ୟାୟାଳୟ। 11 ବର୍ଷ ହେଲା ଓକିଲ ଭାଇମାନେ ଆମର ସଂଖ୍ୟା ଅତି ସୀମିତ ହେଲେ ମଧ୍ୟ এই ଓକିଲ ଜାତି ହେଉଛି କ୍ରିମ୍ ଅଫ୍ ଦି ସୋସାଇଟି ଏବଂ ଏ ସମାଜ ପାଇଁ ସେମାନେ
किंचित मात्र प्राप्त निजर परिवार एवं मूल्यवान समय को जलांजलि दे अध्ययन करी तांकर सेवा करबा पई व्रती होइचंती एवं आज थिला 11तम वार्षिक उत्सव उकिल संघर धामनगरवासी को इतिकी वार्ता दबा जे सेमाने विलंबित न्याय पाई प्रायतः गुंजरण सृष्टि हुए लोक माने जहाँ तांकर द्वंद्व हैला प्रॉपर्टी हो राइट हो लाइफ हो से माने सही स्तर रे जिमिति लोक अदालत स्पिरिट रे होउचे हमर एठी केस करचंती बहुत समाधान भी होउची सही स्तर रे जदि समाधान हेई पारंता से माने एते न्यायालय रो आश्रय नेबे पाए नुहे एवं एते संख्यारे केस संख्या बढ़ंता नहीं एवं वर्ष वर्ष धरी त्वरित न्याय जगह विलंबित न्याय पाइबारु समाने निजर हक पाई वंचित होवारु निवृत्त रहंते एवं विभिन्न जाति धर्म वर्ण बगीचा परी आमर एठी 31 पंचायत एवं अखंडल मणिर से जो फांडी अच्छी से आमर 7 पंचायत बोध हुए एवं एठी लक्ष लक्ष लोक मात्र ए दुईटा आमर जो कोर्ट हेची इति गोटे समस्यार समाधान क्रिमिनाल हो सिविल हो क्लेम हो सेगुड़ाक से माने से भितरे आईन परिसर भितरे से माने समाधान कले एक सुस्थ मंगलमय समाज गठन हो। धन्यवाद। मु धामनगर वकील संघर साधारण संपादक रंजित कुमार महंती आजिकार जो गौरवमय मुहूर्त धामनगर वकील संघ पालुची तार 11तम वार्षिक उत्सव ये उत्सव अवसर में साधारण संपादक तरफ धामनगर वकील संघ तरफ समस्त को शुभेच्छा अभिनंदन ज्ञापन करुच्ची एवं निरंतर भाव में 2014 मसीह अनवरत भाव धामनगर वकील संघ तार प्रतिवर्ष वार्षिक उत्सव पालन कर एवं देवानी प्रथम श्रेणी विचार विभाग अदालत सहित 2022 मसीह ग्राम न्यायालय प्रतिष्ठा होता एवं सबुठारु सौभाग्यर कथा ओडिशा सरकार घोषणा करिसेंती धामनगर सब जज कोर्ट प्रतिष्ठा पाई ये अत्यंत आम एक आनंदर मुहूर्त आम अंचल लोक मैंने विचार विभाग रे देवानी व्यवस्था रे जमी जमा संक्रांत रे भद्रक न जाई धामनगर तांकर मकदमा परिचालना करिवे एवं न्याय मिलिबो धामनगर देवानी विभाग रे एवं आज सकाळे ए कार्यक्रम को प्रथमार्ध कार्यक्रम को उद्घाटन उत्सव रे ओडिशा उच्च न्यायालय न्यायाधीश माननीय गिरिजा प्रसन्न शतपथी महोदय कर कमल रे महाप्रभु जगन्नाथ शरणाबिंद प्रदीप प्रज्वलन कर उद्घाटन कर अन्यतम अतिथि भाव आसते भद्रक जिला दौरा जज प्रभात रंजन राजगुरु महोदय एवं आम पाखे थे हाईकोर्ट आदरणीय आईनजीवी पार्थसारथी नायक महोदय एवं आमर समस्त सुख दुखर बड़ भाई आम अंचल जन सुनाम धन्य आईनजीवी हाईकोर्ट रे कार्यरत श्रीयुक्त देवाशीष सामल महोदय तेणु अत्यंत भव्य वर्णाढ्य परिवेश मध्य कोर्ट परिसर मध्य आजिकार उद्घाटन उत्सव अनुष्ठित होता एवं द्वितीयार्धर कार्यक्रम रे माननीय सांसद अभिमन्यु सेठी अपराह्न कार्यक्रम उद्यापन उत्सव रे जोग दौरान अन्यतम अतिथि भाव ह्यूमन राइट्स ओडिशा प्रदेश असीम अमिताभ दास महोदय आसुचंती एवं सीनियर एडवोकेट वकील मानकर नेता राज्य आईनजीवी परिषद वाइस चेयरमैन राजीव महांती आसुचंती अन्यतम हाईकोर्ट वरिष्ठ आईनजीवी विभू प्रसाद त्रिपाठी आसुचंती एवं स्थानीय एनएससी चेयरमैन एवं पंचायत समिति अध्यक्ष शर्मिष्ठा बेहरा आसुचंती संध्यार कार्यक्रम आहरी अत्यंत सरल सुंदर एवं भव्य